ଏବେ କଡ଼େଇ ତାତି ଗଲାଣି, ତେଲ ପକେଇଦବା। ତେଲ ତ ତାତି ଆସିଲାଣି, ଆମର ଶୁଖିଲା ଲଙ୍କା ଗୋଟେ ଆଉ ଫୁଟଣ ଟିକେ ଦେଇଦବା। କଞ୍ଚା ଲଙ୍କା ମତେ ଦୁଇଟା କାଟି ସେଇଟା ପକେଇଦେବି। ପିଆଜ ପକେଇଦବା। ପିଆଜଟା ଟିକେ ଭାଜି ହେଇଗଲା ପରେ ଟମାଟୋ ରସୁଣ ଆମର କାଟିକି ରଖିଛି, ଟମାଟୋ ରସୁଣ କାଟିକି ରଖିଛି ସେଇଟା ମଧ୍ୟ ପକେଇ ନେବି। ପିଆଜଟାକୁ ବେଶୀ ପକେଇବାନି, ଏମିତି ଦରସିଆ ହିଁ ରହିଥିବ। ଆମର ପକେଇଦବା ଟିକେ ରସୁଣ, ଟମାଟୋ ମଧ୍ୟ ପକେଇଦବା। এইটাକୁ ଏବେ ଟିକେ ସବୁ ଭାଜିଦବା। ଟମାଟୋ ଟିକେ ନରମ ହେଲା ପରେ ତା ଦେହରେ ଆମର ଦେଖନ୍ତୁ ବାଇଗଣ ଚୋପା ଛଡ଼େଇକି ଆମର ଲୁଣ ପକେଇକି ଚକଟିକି ରଖିଦେଇଛି, ଏଇଟାକୁ ପକେଇ ନେବି। ଚାଲନ୍ତୁ ଏବେ ପିଆଜ ଟମାଟୋ ଟିକେ ହେଇଯାଉ। ଏବେ ପିଆଜ ଟମାଟୋ ଭଲସେ ହେଇଗଲାଣି, ଆମର ଚକଟିକି ଯୋଉ ରଖିଥିଲି ବାଇଗଣ ହାତ ତାକୁ ପକେଇଦେବି। ଯେଉଁମାନେ ଆଳୁ ଖାଉଥିବେ ସେମାନେ ଆଳୁ ମଧ୍ୟ ପକେଇଦେବେ, ଯେହେତୁ ଆମର ଖାଇବେନି ଆଳୁ, ଖାଲି ବାଇଗଣ କରୁଛି। ଏଟାକୁ ଏଇଭଳି ଗୋଟେ ମିନିଟ୍ ଛାଡ଼ିଦେବା। ଏଇଟା ଗୋଟେ ପଟ ସାଇଡ୍ ହେଇଗଲା ପରେ କପଡ଼ା ଧରିକି ଲେଉଟେଇ ଦେଲେ ପୁରା ଚକୁଳି ପିଠା ଭଳି ଆମର ଓଲଟି ଆସିବ। ସେଇଟା ହିଁ ଭଲ ଲାଗିବ ଖାଇବା ପାଇଁ। ତ ଚାଲନ୍ତୁ ଏଇଟା ଟିକେ ହେଇଯାଉ। ସୁନ୍ଦର ସେ ଲେଉଟିଗଲା। ଏବେ ଏଇଟା ହେଇ ଆସିଲାଣି, ମୁଁ ଏଟାକୁ ବନ୍ଦ କରିଦେବି।